ପିଲାମାନଙ୍କୁ ଆମର ଏଜୁକେସନ୍ ଚ୍ୟାନେଲରେ ସ୍ୱାଗତ ଜଣାଉଛୁ। ଯେଉଁମାନେ ବି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରୁନାହାନ୍ତି ସବସ୍କ୍ରାଇବ୍ କରିକି ବେଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। ଆଉ ଦେଖ ପିଲାମାନେ ସିଟି ଏକ୍ଜାମରେ ଏଇ କ୍ୱେଶ୍ଚନ୍ ମଧ୍ୟରୁ ହିଁ ପଡ଼ିବ। ଆଉ କେତେ ଦିନ ଅଛି ସିଟି ଏକ୍ଜାମକୁ। ଆଡ଼ମିଟ୍ କାର୍ଡ଼ ଯଦି ଡାଉନଲୋଡ଼୍ କରିନ ଡାଉନଲୋଡ଼୍ କରିଦିଅ। ଆଉ ଦେଖ ଆଜିର କ୍ୱେଶ୍ଚନ୍ କ'ଣ ଅଛି ନା କହିଛି ଏକ ପେଣ୍ଡୁଲମ୍ ବବ୍ର ଗତି ଏକ ସରଳ ହାରମୋନିକ୍ ଅସିଲେଟରର ଗତିକୁ ଅନୁସରଣ କରେ। ଏହି ଗତି ବିଷୟରେ ନିମ୍ନଲିଖିତ ମଧ୍ୟରୁ କେଉଁ ବିବରଣଟି ଭୁଲ ଅଟେ? କେଉଁ ବିବରଣଟି? ନା ଦେଖ ଅପସନ୍ଟା ପଢ଼, ପାରିବ ଯଦି ନୋଟ୍ କରିଦିଅ, ନହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇଯାଉ। ତୁମେ ଆନ୍ସର୍ ୱିଥ୍ କ୍ୱେଶ୍ଚନ୍ ପାଇଯିବ। ତ ୟାର ସଠିକ୍ ଆନ୍ସର୍ ହେଉଛି ଅପସନ୍ ସି, ବେଗ ଏବଂ ତ୍ୱରଣ ସର୍ବଦା ବିପରୀତ ଦିଗରେ ଥାନ୍ତି। ତାପରେ ନେକ୍ସଟ କ୍ୱେଶ୍ଚନ୍ ଦେଖ 15 ନମ୍ବର। ଚାହିଦା ମୂଳକ ଶିକ୍ଷା ଏକ ସୁବିଧା ଅଟେ ଯିଏ ଏହା ସହିତ ଉପଲବ୍ଧ ହୋଇଥାଏ। କିଏ? ନା ଏ ଚାରିଟା ଅପସନ୍ରୁ କେଉଁଟା ଠିକ୍? ନା ୟାର ସଠିକ୍ ଆନ୍ସର୍ ହେଉଛି ସି, ସିଆ ଇସ୍ ଏସୋଇ। ତାପରେ ଦେଖ 16 ନମ୍ବର କ'ଣ କହିଛି ନା ଏକ ନିର୍ଦ୍ଦିଷ୍ଟ କୋଡ଼୍ ଭାଷାରେ ଯଦି ଏଲନ୍ ଶବ୍ଦ 12, 34, 5 ଏବଂ ବେସିକ୍, ତ କ୍ୱେଶ୍ଚନ୍ଟି ପଢ଼ିନିଅ। ଏମିତି କ୍ୱେଶ୍ଚନ୍ କିଛି ତ ଦେଖ ପିଲାମାନେ ଏପର୍ଯ୍ୟନ୍ତ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନ ସବସ୍କ୍ରାଇବ୍ କରିକି ବେଲ୍ ନୋଟିଫିକେସନ୍ କରିଦିଅ, କାହିଁକିନା ଏମିତିକାର କ୍ୱେଶ୍ଚନ୍ ସବୁବେଳେ ପାଉଥିବ। ତ ଦେଖ ଏଇଠି କହିଛି ଏଲନ୍, ALO, ତ ଏର ନମ୍ବର କ'ଣ ଦେଇଛି ଏଇଠି ଦେଖ 1, ତ ସେମିତି ଏଇଠି ସି, ଏଇଠି ଦେଖ ସି ଅଛି, ସିର କ'ଣ ଅଛି ନା ନ, ତ ୟାର ସଠିକ୍ ଆନ୍ସର୍ ହେବ ଏଲ୍ର ଦେଖ 2, ତ ୟାର ସଠିକ୍ ଆନ୍ସର୍ ଓ 3, 1 2 3, ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ବି 9 2 3 7 5। ତ ତାପରେ ଦେଖ ପିଲାମାନେ ନେକ୍ସଟ କ୍ୱେଶ୍ଚନ୍ ଯିବା 17 ନମ୍ବର। ରବି ପ୍ରକାଶ ତାଙ୍କ କାର୍ଯ୍ୟାଳୟରୁ କ୍ୟାଣ୍ଟିନ୍ରେ ପହଞ୍ଚିବା ପାଇଁ 12 ମିଟର ଚାଲି କରି ଯାଇଥାନ୍ତି। ତାପରେ ସେ ବାମକୁ ବୁଲି 2 ମିଟର ଚାଲନ୍ତି। ତାପରେ ସେ ପୁଣି ବାମକୁ ବୁଲି ସିଧା 12 ମିଟର ଚାଲନ୍ତି। ସେ ତାଙ୍କ କାର୍ଯ୍ୟାଳୟଠାରୁ କେତେ ଦୂରରେ ଅଛନ୍ତି? କେତେ ଦୂରରେ? ନା 12 ମିଟର ଦୂରରେ ଅଛନ୍ତି। ସଠିକ୍ ଆନ୍ସର୍। ଏମିତି କିଛି ସିଟି ଏକ୍ଜାମରେ କ୍ୱେଶ୍ଚନ୍ ପଡ଼ିବ। ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନା ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିକି ବେଲ୍ ନୋଟିଫିକେସନ୍ କରିଦିଅ। ତାପରେ ଦେଖ 19 ନମ୍ବର କ'ଣ କହିଛି ନା ଯେତେବେଳେ ଅକ୍ଷରଗୁଡ଼ିକୁ ବର୍ଣ୍ଣମାଳା କ୍ରମରେ ସଜାଏ ଡାହାଣରୁ 20ତମ ବର୍ଣ୍ଣ ଏବଂ ଡାହାଣରୁ 9ମ ବର୍ଣ୍ଣ ମଧ୍ୟରେ କେତୋଟି ଅକ୍ଷର ଥାଏ? ତ ଏଇଟା ସାଧା କ୍ୱେଶ୍ଚନ୍, ଏଇଟା ତୁମ ପାଇଁ, ତୁମେ କମେଣ୍ଟରେ ଜଣାଅ ୟାର ସଠିକ୍ ଆନ୍ସର୍ କ'ଣ ହେବ। ତ ଏପର୍ଯ୍ୟନ୍ତ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିକି ବେଲ୍ ନୋଟିଫିକେସନ୍ କରିଦିଅନ୍ତୁ। ଆଉ ଆଜି ପାଇଁ ଏତିକି କ୍ୱେଶ୍ଚନ୍ ଥିଲା। ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ, କାହିଁକି ନା ରିଭିଜନ୍ ଚାଲିଛି, କମ୍ କ୍ୱେଶ୍ଚନ୍ ଆଣୁଛି।